ନମସ୍କାର। ଆତ୍ମ ଅନ୍ୱେଷଣକୁ ଆପଣମାନଙ୍କୁ ସ୍ୱାଗତ, ଯେଉଁଠାରେ ଆମେମାନେ ଆଲୋଚନା କରିବା ସମାଜ, ସଂସ୍କୃତି, ପରମ୍ପରା ଏବଂ ଆତ୍ମଚିନ୍ତନର ବିଭିନ୍ନ ପ୍ରକାର ବିଷୟବସ୍ତୁ। କେବେ ଭାବିଛନ୍ତି କି ଆମ ଘରର ବିଭିନ୍ନ ପ୍ରକାର ଦିଗ ଆମ ଜୀବନକୁ ପ୍ରଭାବିତ କରିପାରେ? ମୁଁ ତାପସୀ ଆପଣମାନଙ୍କୁ ନେଇ ଆସିଛି ଆଉ ଏକ ଅଧ୍ୟାୟକୁ, ଯେଉଁଠାରେ ଆମେମାନେ ଆଲୋଚନା କରିବା ବାସ୍ତୁଶାସ୍ତ୍ର ବିଷୟରେ। ବାସ୍ତୁଶାସ୍ତ୍ର କେବଳ ଘର ବନେଇବାର ଏକ ବିଦ୍ୟା ନୁହେଁ, ଏହା ହେଉଛି ଜୀବନକୁ ସମତଳରେ ରଖିବାର ଏକ ଅଦ୍ଭୁତ ଶକ୍ତି। ଆମ ଘରର ପ୍ରତ୍ୟେକ ଦିଗ, ପ୍ରତ୍ୟେକ କୋଣ ଆମର ଭାବନା, ଚିନ୍ତା ଶକ୍ତି, ମାନସିକ ସ୍ଥିତି ଓ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରେ। ତେଣୁ ଆସନ୍ତୁ ଏହି ଅଦୃଶ୍ୟ ଶକ୍ତିର ରହସ୍ୟକୁ ଖୋଜିବା ଏବଂ ଜାଣିବା। ବାସ୍ତୁ କେମିତି ଆମ ଜୀବନକୁ ସମୃଦ୍ଧ ଓ ସୁଖମୟ କରିପାରେ। ଆସନ୍ତୁ ସ୍ୱାଗତ କରିବା ବାସ୍ତୁବିତ୍ ଗଗନ ବିହାରୀ ପରିଡ଼ା। ସାର୍ ନମସ୍କାର। ଜୟ ସୀତାରାମ। ଜୟ ସୀତାରାମ। ସାର୍ କହିବେ ବାସ୍ତୁଶାସ୍ତ୍ରର ମୂଳ ସିଦ୍ଧାନ୍ତ କଣ? ବାସ୍ତୁଶାସ୍ତ୍ର କହିଲେ ପ୍ରଥମେ ବାସ୍ତୁ ପୁରୁଷ କଣ ଏବଂ ବାସ୍ତୁ କଣ ଜାଣିବାର ଅଛି। ତ ବାସ୍ତୁ କହିଲେ କଣ ବୁଝାଯାଏ? ପ୍ରଥମ କଥା, ଆମ ଜୀବନ ଶୈଳୀ ଭିତରେ କିଛି ତତ୍ଵ ଥାଏ। ସେ ତତ୍ଵ ଭିତରେ ହଉଛି ପଞ୍ଚତତ୍ଵ। ମଣିଷ ମରିବା ପରେ ହିଁ ପଞ୍ଚତତ୍ଵରେ ବିଲୀନ ହେଇଥାଏ। କିନ୍ତୁ ଆମେ ବଞ୍ଚିଥିବା ଅବସ୍ଥାରେ କେହି ପଞ୍ଚତତ୍ଵ ଦେଖୁନାହାନ୍ତି। ଆଜିକା ସମୟରେ ସମସ୍ତେ ଘର କରୁଛନ୍ତି, କିନ୍ତୁ ଘର ଭିତରେ ସବୁଠି ଘରେ ଦେଖିବେ ଗୋଟିଏ ତତ୍ଵ ସତେଜ ଅଛି, ସେଇଟା ହଉଛି ଆକାଶ ତତ୍ଵ। କିନ୍ତୁ ତତ୍ଵ ଭିତରେ ପଞ୍ଚତତ୍ଵ କଣ କଣ ରହିଲା ନା, ପ୍ରଥମ ହେଲା ଅଗ୍ନି ତତ୍ଵ, ଜଳ ତତ୍ଵ, ଭୂ ତତ୍ଵ, ବାୟୁ ତତ୍ଵ ଏବଂ ଆକାଶ ତତ୍ଵ। ଏ ପାଞ୍ଚଟା ତତ୍ଵକୁ ନେଇକି ହିଁ ଆମର ବାସ୍ତୁଶାସ୍ତ୍ରର ମୁଖ୍ୟ ଆଧାରିତ। ଏବଂ ବାସ୍ତୁଶାସ୍ତ୍ର ଯେଉଁ ଘରର ବାସ୍ତୁ ସମ୍ପୂର୍ଣ୍ଣ ଭାବରେ ଠିକ ଥାଏ, ସେ ଘରର ଲୋକ କେବେ ବି କୌଣସି ପ୍ରକାର ଅସୁବିଧାରେ ଭୋଗ ପାଇନଥାନ୍ତି। ମାନେ ଏମିତି କି ସମସ୍ତଙ୍କ ପାଖରେ ରୋଗ ଅଛି, କିନ୍ତୁ ସେ ରୋଗଟା କେବେ ଅଧିକ ହେଇନଥାଏ, ବହୁତ କମ ପିରିୟଡ ପାଇଁ ହେଇଥାଏ। ତ ବାସ୍ତୁଶାସ୍ତ୍ର ମୁଖ୍ୟତଃ ପାଞ୍ଚଟା ତତ୍ଵକୁ ନେଇକି ହିଁ ଆଧାରିତ ହେଇଥାଏ, ଯୋଉଟା କି ଜଳ ତତ୍ଵ, ଭୂ ତତ୍ଵ, ବାୟୁ ତତ୍ଵ ଏବଂ ଅଗ୍ନି ତତ୍ଵ, ତା ସହିତ ଆକାଶ ତତ୍ଵ। ପାଞ୍ଚଟା ତତ୍ଵ ଗୋଟେ ମିଶିଗଲେ ସେଇଟାକୁ ବାସ୍ତୁ ବୋଲି କୁହାଯାଏ। ତାହେଲେ କଣ ବାସ୍ତୁଶାସ୍ତ୍ର ବିଜ୍ଞାନ ଆଧାରିତ ନା ନାଇଁ କେବଳ ଆସ୍ଥା ଆଧାରିତ? ନାଇଁ, ବାସ୍ତୁଶାସ୍ତ୍ର ସମ୍ପୂର୍ଣ୍ଣ ଭାବରେ ଗୋଟେ ବିଜ୍ଞାନ, କାରଣ ଜ୍ଞାନରୁ ହିଁ ବିଜ୍ଞାନ ଆରମ୍ଭ ହୋଇଥାଏ। ବିଜ୍ଞାନଟା କୋଉଠୁ ଆସିନି, ବିଜ୍ଞାନଟା ଏଇ ଜ୍ଞାନରୁ ହିଁ ସୃଷ୍ଟି। ତ ଜ୍ଞାନକୁ ଆମେ ଅଧିକ ମୋଡିଫାଇ କରି ତାକୁ ବିଜ୍ଞାନ କରିଦେଇଛେ, କିନ୍ତୁ ବିଜ୍ଞାନ ନୁହେଁ। ମାନେ ବାସ୍ତୁଶାସ୍ତ୍ର ସମ୍ପୂର୍ଣ୍ଣ ଗୋଟେ ବିଜ୍ଞାନ। ଆଜିକା ଡେଟରେ ସମସ୍ତେ ଗୋଟେ ସମ୍ପୂର୍ଣ୍ଣ ବିଜ୍ଞାନ ରୂପେ ଆମର ବାସ୍ତୁଶାସ୍ତ୍ର ଧରାଯାଏ। ସମ୍ପୂର୍ଣ୍ଣ ଆମର ଚାରୋଟି ଦିଗ ଅଛି, ସେଟା ଆମେ ସମସ୍ତେ ଜାଣିଛୁ। ତ ଏଇଟା ବାସ୍ତୁରେ କେତେ ୟାର ଉପଯୋଗ ଅଛି? ହଁ, ଆମେ ସମସ୍ତେ ଜାଣିଛେ ଆମର ଦିଗ ହଉଛି ଚାରିଟା, କିନ୍ତୁ ଯେତେବେଳେ ଶାସ୍ତ୍ରରେ ପଢା ଯାଉଛି ଆମର 10 ଦିଗପାଳ ଅଛି। 10ଟା ଦିଗର ପାଳ ମଧ୍ୟ ଅଛି, ବା କ୍ଷେତ୍ରପାଳ ଯାହା କୁହାଯାଏ। ସବୁ ଦିଗର ଯୋଉ ଆମେ କହୁଛେ ରାଜ୍ୟପାଳ, ସିଏ ବି ଅଛନ୍ତି। ସବୁ ଦିଗର ପାଳ ଜଣେ ଜଣେ ଅଛନ୍ତି। ତ ଆମର ଆକ୍ଚୁଆଲି ଚାରିଟା ଦିଗ ନୁହେଁ, ଦିଗ ହଉଛି 10ଟା ଦିଗ। 10ଟା ଦିଗ ହଉଛି କଣ ନା, ପ୍ରଥମେ ଆମେ ଚାରିଟା ଦିଗ ସମସ୍ତେ ଜାଣିଛେ, ପୂର୍ବ ଦିଗ, ପଶ୍ଚିମ ଦିଗ, ଉତ୍ତର ଦିଗ, ଦକ୍ଷିଣ ଦିଗ। ତ ଏଇ ଯୋଉ ଦିଗ ରହିଲା ଆମର ଚାରିଟା ଦିଗ, ଚାରିଟା ଦିଗ ଯେଉଁ ଯେଉଁ ଜାଗାରେ ମିଶୁଛି ସେ ମଧ୍ୟ ଗୋଟେ ଗୋଟେ କୋଣ ବା ତାକୁ ଦିଗ ମଧ୍ୟ କୁହାଯାଏ। ଯେମିତି କି ପୂର୍ବ ଏବଂ ଉତ୍ତର କୋଣ ଯେଉଁ ଜାଗାରେ ମିଶୁଛି ତାକୁ କୁହାଯାଏ ଐଶାନ୍ୟ କୋଣ। ପୂର୍ବ ଦିଗ ଦକ୍ଷିଣ ଦିଗ ଯୋଉଠି ମିଶୁଛି ତାକୁ କୁହାଯାଏ ଅଗ୍ନି କୋଣ। ଦକ୍ଷିଣ ଦିଗ ପଶ୍ଚିମ ଦିଗ ଯେଉଁଠି ମିଶୁଛି ତାକୁ କୁହାଯାଏ ନୈଋତ୍ୟ କୋଣ। ଏବଂ ଆମର ପଶ୍ଚିମ ଦିଗ ଉତ୍ତର ଦିଗ ଯୋଉଠି ମିଶୁଛି ତାକୁ କୁହାଯାଏ ବାୟୁ କୋଣ। ତ ଏଇ 8ଟା ଦିଗ ଏବଂ ଆଉ ଦୁଇଟି ଦିଗ ହଉଛି ଊର୍ଦ୍ଧ୍ୱ ଆଉ ଅର୍ଦ୍ଧ। ତ ଏଇ ଆମକୁ 10 ଦିଗ ପାଳକୁ ନେଇକି ବାସ୍ତୁଟା ଶାସ୍ତ୍ର କୁହାଯାଏ, ଚାରି ଦିଗକୁ ନିଆଯାଏ ନାହିଁ। ହେଲେ 10 ଦିଗରେ ହିଁ ଆମର ପଞ୍ଚତତ୍ଵ 10 ଦିଗ ଭିତରେ, ହଁ, 10 ଦିଗ ଭିତରେ ହିଁ ପଞ୍ଚତତ୍ଵର ସମ୍ପୂର୍ଣ୍ଣ ଅସ୍ତିତ୍ଵ ହିଁ ଅଛି। ତ ଯୋଉଦିନ ଆମେ 10ଟା ଦିଗକୁ ସମ୍ପୂର୍ଣ୍ଣ ଭାବରେ
କୌଣସି ଘର ତ ଆଜିକା ଡେଟ୍ ରେ ହେଇପାରିବନି ସମ୍ପୂର୍ଣ୍ଣ ଭାବରେ 10ଟା ଦିଗ ବା 5ଟା ତତ୍ତ୍ୱ କେବେ ବି ମେଣ୍ଟେନ ହେଇପାରିବନି, କାରଣ ଏ ଯୁଗର ନାଁ ହଉଛି କଳିଯୁଗ। ତ ଯୁଗ ଯେହେତୁ କଳିଯୁଗ, ତ ଆମେ ସମ୍ପୂର୍ଣ୍ଣ ଶାସ୍ତ୍ର ଠିକ କରିପାରିବା ନାହିଁ, କିଛି ନା କିଛି କିନ୍ତୁ ଯେତିକି ପାରିବା ସେତିକି ଠିକ କରିବା ପାଇଁ ଆମେ ଚେଷ୍ଟା କରିବା। ତାହେଲେ ଘରରେ ଆମେ ଯେତେ ସବୁ ପକ୍ଷ ସବୁ ରହେ ତାକୁ କୋଉ କୋଉ ଦିଗରେ ସବୁ କରିବା ଉଚିତ, ଗୋଟେ ସାଧାରଣ ଜ୍ଞାନ ହିସାବରେ ଆପଣ ବତାନ୍ତୁ। ଆଚ୍ଛା, ପ୍ରଥମେ ସବୁ ଜିନିଷ କହିବାର ଥାଏ, ସବୁବେଳେ ଆମର ଦକ୍ଷିଣ ଦିଗ ଏବଂ ପଶ୍ଚିମ ଦିଗକୁ ଅଧିକ ପ୍ରାୟୋରିଟି ଦେବା ଦରକାର। ଉତ୍ତର ଦିଗ ପୂର୍ବ ଦିଗ ଯେଉଁ ଘରର ଯେତେ ଖୋଲା ରହିବ, ଯେତେ ପରିଷ୍କାର ରହିବ, ସେ ଦିଗର ଏନର୍ଜି ସେତେ ବହୁତ ଅଧିକ ରହିବ। ଯଦି ଯାହାର ଉତ୍ତର ଦିଗ ଏବଂ ପୂର୍ବ ଦିଗ ବହୁତ ଜାମ୍ ରହିଯାଇଥିବ ବା ବହୁତ ଜିନିଷ ଥୁଆ ହେଇଯାଇଥିବ ଉତ୍ତର ପୂର୍ବ ଦିଗରେ, ସେ ଘରର ଆର୍ଥିକ ସମସ୍ୟା, ସେ ଘରର ମାନସିକ ପରିସ୍ଥିତି, ସେ ଘରର ବହୁତ ନାନା ପ୍ରକାରର ବାଧା ବିଘ୍ନ ଦେଇକି ସେ ଘରର ସଦସ୍ୟ ମାନେ ସବୁବେଳେ ପାଇଁ ଯାଇଥାନ୍ତି। ଯଦି ଆମେ ଘରର ଶୋଇବା କକ୍ଷ ଗୁଡାକ ସବୁବେଳେ ଦକ୍ଷିଣ ଦିଗ ଆଇଦର ପଶ୍ଚିମ ଦିଗରେ ରଖିବା, ତ ଆମ ସେଠି ଆମ ପାଇଁ ବହୁତ ଭଲ ହେଇଥାଏ ଏବଂ ବାସ୍ତୁ ଆମକୁ ସବୁଠାରୁ ଅଧିକ ଫଳପ୍ରଦ ଦେଇଥାଏ। କୌଣସି ଭାବରେ ଆମକୁ ସେ ନିରାଶ ଜନକ କେବେ ବି କରିନଥାଏ ବାସ୍ତୁ। ଆଉ ଯୋଉ ଘରର ବାସ୍ତୁ ଯେତେ ଭଲ ଥାଏ, ସେ ଘରର ଲୋକମାନେ ତାଙ୍କର ସ୍ୱଇଚ୍ଛା ମୁତାବକ ତାଙ୍କୁ କୌଣସି ଗୋଟେ କିଛି ଅସୁବିଧା ହୁଏନି, ତାଙ୍କର କୌଣସି ଆଶା ମଧ୍ୟ ତାକୁ ଭଗବାନ ଯେତିକି ଦବା କଥା ଦେଇ ଚାଲନ୍ତି। ସେ କେବେ କୌଣସି ଜାଗାରେ ସେ କହେନି ଯେ ମତେ କିଛି ଅସୁବିଧା ହଉଛି, କିନ୍ତୁ ଲୋକଙ୍କ ପାଖରେ ଯେତେବେଳେ ବର୍ତ୍ତମାନ ସମୟରେ ଲୋକ ଘର କରୁଛନ୍ତି, ସମସ୍ତେ ଘରେ ଆଜିକାଲି ତ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ବାସ୍ତୁକୁ ନେଇକି ଠିକ ଭାବରେ ରିମେଡି କରୁନାହାନ୍ତି। ବଟ୍ ବାସ୍ତୁକୁ ନେଇକି ଠିକ କେହି ଏତେ ଯେ ଆମେ ମାନସିକ ମନୁଷ୍ୟ, ଆମକୁ ବାସ୍ତୁ ଅନୁସାରେ ଘର ଦରକାର କେହି ଚାହୁଁନାହାନ୍ତି। ଆଚ୍ଛା ସାର୍, କହିବେ କି ବାସ୍ତୁ ଶାସ୍ତ୍ର ଆକ୍ଚୁଆଲି କୋଉଠୁ ଆସିଛି? ଏଇଟା କଣ ଆଗରୁ ଥିଲା? ଏଇଟା ପୁରାତନ ଶାସ୍ତ୍ର ନା ଏଇଟା ବହୁତ କିଛି ଦଶନ୍ଧି ହେଲା ଆମର ଶାସ୍ତ୍ର ବିଜ୍ଞାନ ଭିତରେ ଆଡ ହେଇଛି? ୟାର ଉତ୍ପତ୍ତି କୋଉଠି? ନାଇଁ, ବାସ୍ତୁ ଶାସ୍ତ୍ର କହିଲେ ତାକୁ ଆମେ ଶାସ୍ତ୍ର ବୋଲି କହୁଛେ, ତ ଏ ଶାସ୍ତ୍ର କଣ ନା, ଏ ଶାସ୍ତ୍ର ଆମ ବେଦ ଭିତରେ ହିଁ ଅଛି। ଯୋଉ ଆମର 4ଟା ବେଦ ରହିଲା, 4ଟା ବେଦ ଭିତରେ ହିଁ ଶାସ୍ତ୍ର ଅଛି। ଇଏ ଶାସ୍ତ୍ର ଏବେକାର ନୁହେଁ, ଇଏ ଶାସ୍ତ୍ରକୁ ମୁନି ଋଷି ମାନେ ଲେଖିଦେଇ ଯାଇଛନ୍ତି। ଇଏ ଶାସ୍ତ୍ର ଯେମିତି ବ୍ରହ୍ମାଙ୍କ ଠାରୁ ଉତ୍ପତ୍ତି, ତାଙ୍କୁ ଆସିଲେ ଶୁକ ଉବାଚ କହିଲେ, ଶୁକ ନାରଦଙ୍କୁ କହିଲେ, ଏଇ ଟାଇପ ର ଏଇ ଶାସ୍ତ୍ର ଗୁଡାକ ଆସିଛି। ସେତେବେଳେ ମଧ୍ୟ ଆମର ଗୋଟେ ଲୋକ କଥା ଭିତରେ ଅଛି, ଶନି ମହାରାଜ ମଧ୍ୟ ଶିବଙ୍କୁ ଛାଡି ନଥିଲେ ବାସ୍ତୁଶାସ୍ତ୍ରରେ। ହଁ, ତା ପାଇଁ ହଉଛି କଣ ନା, ଶିବ ଯେମିତି ପାର୍ବତୀ ବୁଲୁଥିଲେ, ସମସ୍ତଙ୍କ ଘରକୁ ଗଲେ ପାର୍ବତୀ। ହଁ, ସମସ୍ତଙ୍କ ଘରକୁ ପାର୍ବତୀ ଗଲେ, କିନ୍ତୁ ଯିବା ଭିତରେ ଦେଖିଲେ ଲକ୍ଷ୍ମୀଙ୍କର ବହୁତ ଭଲ ଘର, ସରସ୍ୱତୀଙ୍କ ଘର, ଗାୟତ୍ରୀ ଦେବୀଙ୍କର ଘର ଭଲ, କିନ୍ତୁ ତାଙ୍କର ନାହିଁ। ସେ କୈଳାସରେ ବାସସ୍ଥାନ କରୁଛନ୍ତି। ସିଏ ଆସିକି ମହାଦେବଙ୍କୁ କହିଲେ ଯେ ସମସ୍ତଙ୍କର ଘର ଅଛି, ବଟ ଆମର ଘର ନାହିଁ, ତ ଆମେ କେମିତି ସେ ଘର କରିବା? ଶିବ କହିଲେ ଆଚ୍ଛା ଠିକ ଅଛି, ଆମେ କରିବା। ତ ଘରର ସ୍ତ୍ରୀ ଲୋକ ମାନ ତ ଅଧିକ ପ୍ରାୟୋରିଟି ଥାଏ ନା ଗୋଟେ ଘର ଭିତରେ। ଶିବ ମହାରାଜ ଆମକୁ ମହାଦେବ ସେ ମାନିକି ଘରଟି ଘର ଯେତେବେଳେ ତିଆରି ସରିଲା, ଘର ତିଆରି ସରିବା ପରେ ପରେ ସାଙ୍ଗେ ସାଙ୍ଗେ ନାରଦ ମୁନି ଆସିଲେ କହିଲେ ଇଏ ଘରଟା କଣ କିଛି ବଙ୍କା ଅଛି, ଏଠି ଶନିଙ୍କର ଦୃଷ୍ଟି ପଡୁଛି। ଏ ଘରେ ଶନିଙ୍କ ଦୃଷ୍ଟି ଅଛି। ମହାରାଜ ଯିଏ ଆମର ମହାଦେବ କହିଲେ, ଶନି ତ ମୋ ଶିଷ୍ୟ ନା, ମୁଁ ଶନିଙ୍କର ଗୁରୁ। କାରଣ ମହାଦେବ ଆମର ଯୋଉ ନବଗ୍ରହ ଅଛନ୍ତି, ନବଗ୍ରହଙ୍କୁ ସେ ସ୍ଥିତି କରିଛନ୍ତି, ଏ ଯୋଉ ଗ୍ରହ ଯାହା ନବା କଥା। ତ ମହାଦେବଙ୍କ ଦ୍ଵାରା ଶନି ମହାରାଜ ମଧ୍ୟ ଅଛନ୍ତି, ଗ୍ରହରାଜ ଭିତରେ ସ୍ଥାନ ପାଇଛନ୍ତି। ତ ମହାଦେବ କହିଲେ ଯେ ମୁଁ ଯାଉଛି ନିଜେ, ମୋ ଶିଷ୍ୟକୁ ମୁଁ କହିବି, ମୋ ଶିଷ୍ୟ କହି ମୋ କଥା ଟାଳିବନି, ତାର ଯୋଉ ଦୃଷ୍ଟି ବକ୍ର ଦୃଷ୍ଟି ପଡୁଛି ମୋ ଘର ଉପରେ, ସେ ନ ପଡୁ। ତ ପାର୍ବତୀ ସେଇଠୁ କହିଲେ, ଶୁଣ ଯଦି ଯାଉଛ, ଯଦି ଆମର ଶନି ମହାରାଜ ଯଦି ନ ମାନିଲେ ଆପଣଙ୍କ କଥା, ତାହେଲେ ନାଇଁ ମୁଁ ତାଙ୍କ ବକ୍ର ଦୃଷ୍ଟି ପକେଇବି, ତେବେ ଆପଣ ମତେ ସେଇଠୁ ଥାଇକି ସଂକେତ ଦେବେ ଯେ ସିଏ କାହିଁ ଭାଙ୍ଗିବା ଆମ ଘର ଆମେ ନିଜେ ଭାଙ୍ଗିଦବା। ନା କେମିତି ନା, ତମେ ସେଇଠୁ ଥାଇକି ଡମ୍ବୁରୁ ବଜେଇବ, ଡମ୍ବୁରୁ ବଜେଇଲେ ମୁଁ କଣ କରିବି ନା, ମୁଁ ମୋ ଘରକୁ ନିଜେ ଭାଙ୍ଗିଦେବି, ମୋ ଘରକୁ ଅନ୍ୟ କାହିଁ ଭାଙ୍ଗିବି, ମୁଁ ନିଜେ ଯାଇକି ନିଜେ ଭାଙ୍ଗିଦେବି। ସେଇଠୁ ମହାଦେବ ଗଲେ ଶନିଙ୍କ ପାଖକୁ,
ତ ଶନି ଯେହେତୁ ଗୁରୁ ଆସୁଛନ୍ତି, ଗୁରୁଙ୍କର ବହୁତ ଆତିଥ୍ୟ କଲେ ମଧ୍ୟ, ଗୁରୁଙ୍କ କଥା ସବୁ ଶୁଣିଲେ, ଇଏ କଲେ, କଲା ଭିତରେ ଶନି ମହାରାଜଙ୍କର ରିପ୍ଲାଏ ଆସିଥିଲା ବା ସେ କହିଲେ ଯେ ଠିକ ଅଛି ଆପଣ ଘର କରୁଛନ୍ତି, ମୁଁ ଆପଣଙ୍କ ଘରରେ ଦୃଷ୍ଟି ପକେଇବି ନାହିଁ, ଯେହେତୁ ଆପଣ ମୋ ଗୁରୁ, ମୁଁ ଆପଣଙ୍କ ଘରେ ଦୃଷ୍ଟି ପକେଇବିନି। ତ ଯେତେବେଳେ ଦୃଷ୍ଟି ନ ପକେଇବି, ଶିବ ଟିକେ ଖୁସି ହେଇଗଲେ। କିନ୍ତୁ ଶିବ ଆସିବା ଭିତରେ ସମସ୍ତେ ଶିବଙ୍କୁ କହିଲେ ଯେ ଆପଣ ଆସିଲେ, ଆମେ ଆପଣଙ୍କ ତାଣ୍ଡବ ନୃତ୍ୟ କେବେ ଆଜି ପର୍ଯ୍ୟନ୍ତ ଦେଖିନୁ, କେତେ ଦିନ ହେଲା ଦେଖିନୁ, ଆପଣ ଟିକେ ତାଣ୍ଡବ ନୃତ୍ୟ କରୁନାହାନ୍ତି। ହଁ, ସେଇଠୁ ମହାଦେବ କଣ କଲେ, ଖୁସିରେ ଅଛନ୍ତି ନା, ସେ ଖୁସିରେ ତାଣ୍ଡବ ନୃତ୍ୟ କଲେ। ତାଣ୍ଡବ ନୃତ୍ୟ କଲେ, ତାଣ୍ଡବ ନୃତ୍ୟ ଭିତରେ ଡମ୍ବୁରୁ ବାଜିଲା। ସେ ଡମ୍ବୁରୁ ବାଜିଲା, ପାର୍ବତୀ କହିଲେ ତାହେଲେ ଶନି ମହାରାଜ ଆମର କଥା ଶୁଣିଲେନି, ମାନିଲେନି, ଯାହା ଦ୍ଵାରା ସିଏ କहीं ଭାଙ୍ଗିବା ଆସିକି ମୁଁ ମୋ ଘରକୁ ଭାଙ୍ଗିଦେବି। ତ ଶିବ ଗଣକୁ ନିଜେ ସେ ଲଗେଇଲେ, ଲଗେଇ ନିଜ ଘରକୁ ନିଜେ ଭାଙ୍ଗିଦେଲେ। ଶିବ ଆସିଲା ତାର ଘର। ତାମାନେ ଏଇ ଯୋଉ ଶାସ୍ତ୍ରଟା ସମ୍ପୂର୍ଣ୍ଣ ଶାସ୍ତ୍ରରୁ ହିଁ ଆସିଛି, ଏଇଟା ସ୍ୱୟଂ ବ୍ରହ୍ମାଙ୍କ ଉତ୍ପତ୍ତିରୁ ହିଁ ଆସିଛି। ତ ବାସ୍ତୁ ଶାସ୍ତ୍ର କହିଲେ କଣ, ମାନେ ଶନି ନ ଆସିକି ବି ଘର ଭାଙ୍ଗିଦେବେ, ଦୃଷ୍ଟି ପଡି। ଇଏ ଶାସ୍ତ୍ର ଯେ ସମସ୍ତେ କହୁଛନ୍ତି ଏବେ ଉତ୍ପତ୍ତି, ଏବେରେ ନୁହେଁ, ଇଏ ପୁରାତନ ଯେମିତି ଆମର ବେଦ ଶାସ୍ତ୍ରରୁ ହିଁ ଅଛି, ବେଦ ଭିତରେ ହିଁ ଏ ଶାସ୍ତ୍ରଟି ଲୁକାୟିତ ଭାବରେ ଅଛି। ଆମେ ତାକୁ ଅଲଗା ଅଲଗା ଭାବରେ କାଢୁଛୁ। ସେ ବେଦରୁ କର୍ମକାଣ୍ଡ ପଢାଉଛି, ସେଇ ବେଦରୁ ବାସ୍ତୁଶାସ୍ତ୍ର ବାହାରୁଛି, ସେଇ ବେଦରୁ ଆମର ଜ୍ୟୋତିଷ ଶାସ୍ତ୍ର ମଧ୍ୟ ବାହାରୁ, ସବୁ ସେଇ ବେଦ ଭିତରେ ହିଁ ଅଛି। ତାପରେ ବାସ୍ତୁଶାସ୍ତ୍ର ହିଁ ହଉଛି ବାସ୍ତୁଶାସ୍ତ୍ର, କିନ୍ତୁ ତା ଭିତରେ ଜଣେ କେହି ଜାଣିନାହାନ୍ତି ଯେ ବାସ୍ତୁ ପୁରୁଷ ଜଣେ ଲୁକାୟିତ ଭାବରେ ଅଛି। ବାସ୍ତୁ ପୁରୁଷ କଣ, ବାସ୍ତୁ ପୁରୁଷ କୋଉଠୁ ଆସିଲେ ନା, ବାସ୍ତୁ ପୁରୁଷ ଯୋଉ ଆସିଲେ ଆମର ବହିରେ ଲେଖା ଅଛି, ଆପଣ ଯେକୌଣସି ବାସ୍ତୁଶାସ୍ତ୍ର ବହି ଆଣିକି ମଧ୍ୟ ପଢିପାରନ୍ତି। ବହିରେ ଲେଖା ହେଇଛି ଯେ ସତ୍ୟ ଯୁଗରେ ଯେତେବେଳେ ସବୁ କିଛି ଉତ୍ପତ୍ତି ହେଲା, ଉତ୍ପତ୍ତି ହବା ଭିତରେ ଆମର ପୃଥିବୀ ଯୋଉ ଆମର ଏଇ ଯୋଉ ପିଣ୍ଡଟି ଉତ୍ପତ୍ତି ହେଲା, ଇଏ ପିଣ୍ଡ ଯେହେତୁ ସମ୍ପୂର୍ଣ୍ଣ ଜଳମଗ୍ନ ଥିଲା, ଇଏ ଯୋଉ ଏତିକି ପୃଥିବୀ ପିଣ୍ଡଟିଏ ଇଏ ସ୍ଥିର ହେଲାନି। ସ୍ଥିର ନ ହବା ଭିତରେ ମଧ୍ୟ ତା ଭିତରେ ବ୍ରହ୍ମାଙ୍କ ଉତ୍ପତ୍ତିରୁ ଗୋଟେ ରାକ୍ଷସର, ଗୋଟେ ଦାନବର ଉତ୍ପତ୍ତି ହେଲା। ଯୋଉ ଦାନବ କି ତାର ଆକାର ବହୁତ ବଡ, ଇଆଡେ ପୃଥିବୀ ଆମର କଣ ହଉଛି ନା ସ୍ଥିର ହଉନାହିଁ, ଇଆଡେ ସେ ଯୋଉ ଉତ୍ପତ୍ତି ହେଇଛି ଆମର ଦାନବ, ସେ ମଧ୍ୟ ସ୍ଥିର ନୁହେଁ। ସ୍ଥିର ନୁହେଁ ମାନେ ସେ କାହାର କିଛି କ୍ଷତି କରୁନି, କିନ୍ତୁ ତାର ଆକାରଟା ମନକୁ ମନ ଏତେ ବଢି ଯାଉଛି, ସମ୍ପୂର୍ଣ୍ଣ ପୃଥିବୀ ଉପରେ ମାନେ ତାର ପ୍ରଭାବ ପଡୁଛି। ତ କଣ କରାଯିବ, ଏଠି ଯୋଉ ପୃଥିବୀ ତିଆରି ହେଇଛି, ଏଠି ସମ୍ପୂର୍ଣ୍ଣ ଦେବାଦେବୀ ମାନେ ପୃଥିବୀতে ବାସ କରନ୍ତି। ତ ସେମାନଙ୍କୁ ବାସସ୍ଥାନ ଠିକ ଭାବରେ ମିଳିଲାନି। ତ ସିଏ ଯାଇକି କାହାକୁ ନା ବିଷ୍ଣୁଙ୍କୁ ପ୍ରାର୍ଥନା କଲେ, ଯେହେତୁ ବ୍ରହ୍ମାଙ୍କର ଉତ୍ପତ୍ତି ହଉଛନ୍ତି ବାସ୍ତୁ ପୁରୁଷ, ସେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ତ ବିଷ୍ଣୁ ଆସିକି କଣ କଲେ, କହିଲେ ତମେ ସମସ୍ତେ ଯାଅ, ସେ ଯୋଉ ଦାନବର ଉତ୍ପତ୍ତି ହେଇଛି, ସେ ଦାନବକୁ ତମେ ମୁହଁ ପୋତିକି ତାକୁ ତଳେ ପକେଇ ଦିଅ। ଯେତେବେଳେ ଗୋଟେ ମୋଟା ମଣିଷ ଯେତେବେଳେ ପଡିଯାଏ, ସିଏ କଣ କରା ଉଠି ପାରେନି ସଡନଲି, ଯେହେତୁ ସେ ଦାନବର ଶରୀରଟା ଏତେ ବଡ ହେଇଯାଇଛି, ସେ ଥରେ ପଡିଗଲା ତ ଆଉ ଉଠି ପାରିଲାନି। ଯେତେବେଳେ ନ ଉଠି ପାରିଲା, ଆମର ଯୋଉ ଅଷ୍ଟ ଚଣ୍ଡୀ ଅଛନ୍ତି, ମୁଁ କହିଲି 8ଟା ଦିଗ, 8ଟା ଦିଗରେ 8 ଜଣ ଚଣ୍ଡୀ ତାକୁ ସେଠି ମାଡି ବସିଲେ ହେଲା। ଏବଂ ବାସ୍ତୁ ପୁରୁଷ ଯୋଉ ସେ ଯୋଉ ପୁରୁଷଟି ଯୋଉ ଦାନବ ଉତ୍ପତ୍ତି ହେଇଥିଲା, ତ ସେ ଦାନବ କଣ କରୁଛି ନା ତାର ମୁହଁଟା ଏଇ ଐଶ୍ୱନ୍ୟ କୋଣରେ ହିଁ ପଡିଗଲା। ତାମାନେ ତା ମୁହଁଟା ଯେତେବେଳେ ପଡିଗଲା, ତା ମୁଣ୍ଡଟା ରହିଗଲା ଐଶ୍ୱନ୍ୟ କୋଣରେ। ତ ସେଠି ସ୍ୱୟଂ ପାର୍ବତୀ ମହାରାଜ, ହଁ, ଏବଂ 8ଟାରେ ପାର୍ବତୀ ବସିଲେ, ସେଠି ଆମର ଅଗ୍ନି କୋଣରେ ମା ଲକ୍ଷ୍ମୀ ଠାକୁରାଣୀ ବସିଲେ, ଏଠି ଆମର କିଏ ବସିଲେ ନା ମା କାଳୀ ବସିଗଲେ, ଚଣ୍ଡୀ ନିଜେ ନୈಋତ କୋଣରେ, ବାୟୁ କୋଣରେ ମା ଭୁବନେଶ୍ୱରୀ ବସି ପଡିଲେ। ଏଇ ଟାଇପର ହେଇକି 8ଟା ଦିଗରେ, ଆମର ଯୋଉ 8ଟା ଦିଗ ଅଛି, 8ଟା ଦିଗରେ 8 ଜଣ ଚଣ୍ଡୀ ତାଙ୍କୁ ମାରି ବସିଲେ। ସେ ଉଠି ପାରିଲେନି। ଯେତେ ନ ଉଠି ପାରିଲେ, ସେଠୁ କଣ, ତାଙ୍କ ତ ସେ କିଛି ବି କରିନାହାନ୍ତି, ତାଙ୍କ ଶରୀରଟା ମନକୁ ମନ ବଢିଲା। ତ ଜଣଙ୍କର ଶରୀର ବଢିଲେ ତାର କଣ ଦୋଷ ଅଛି, ତାର ତ କିଛି ଦୋଷ ନାହିଁ ନା। ସେ ପୁଣି ବ୍ରହ୍ମାଙ୍କ ଯେହେତୁ ଉତ୍ପତ୍ତି, ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲା ଯେ ମୋର ତ କିଛି ଦୋଷ ନାହିଁ, ଏମାନେ ମତେ ତଳେ ପକେଇଦେଲେ ଏବଂ ମୋ ଉପରେ ମାରି ବସିଲେ, ମୁଁ କରିବି କଣ? ବ୍ରହ୍ମା କହିଲେ ଠିକ ଅଛି, ତୋର କର୍ମ ହିଁ ସେୟା ଥିଲା, ତୋର ପ୍ରାରବ୍ଧ ହିଁ ସେୟା ଥିଲା, ଯାହା ତୁ ଏଠି, କିନ୍ତୁ ତତେ ଗୋଟେ ବରଦାନ କରୁଛି, ଇଏ ପୃଥିବୀ ପୃଷ୍ଠରେ ଯେତେ ଲୋକ ଘର କରିକି ରହିବେ, ନଦୀ ଖୋଳିବେ, ପୋଖରୀ ଖୋଳିବେ ବା ଯାହା ବି କରନ୍ତୁ, ଆଗ ପ୍ରଥମେ ତତେ ଆହ୍ୱାନ କରିବେ। ତତେ ପୂଜା କଲା ପରେ ହିଁ ସେମାନେ ତାଙ୍କ ଘରେ ସେ ଶାନ୍ତିରେ ରହିପାରିବେ। ଯୋଉ ଘରେ ବାସ୍ତୁଶାସ୍ତ୍ରକୁ
ବାସ୍ତୁଶାସ୍ତ୍ର ବା ବାସ୍ତୁ ପୁରୁଷର ବିନା ଅନୁମତିରେ ଯୋଉ ଘରଟି ହେଇଥାଏ ସେ ଘର କେବେ ବି ମଧ୍ୟ ଶାନ୍ତିରେ ରହେନି। ସେ ଘରେ ସମ୍ପୂର୍ଣ୍ଣ ଭାବରେ ରୋଗ ବ୍ୟାଧି ଆର୍ଥିକ ଅନଟନ ସହ ସବୁ ଜିନିଷ ସେ ଘରେ ସବୁବେଳ ପାଇଁ ଯେତେ ଇନକମ କଲେ ମଧ୍ୟ ଆପଣଙ୍କୁ ଅଭାବ ହିଁ ରହିବ। ତ ଏଇଟା ହଉଛି ବାସ୍ତୁ ପୁରୁଷ ବା ବାସ୍ତୁ ଶାସ୍ତ୍ରର ଉତ୍ପତ୍ତି, ଏଇଠୁ ହିଁ ଆମର ଉତ୍ପତ୍ତି ହେଇଛି। ତ ଆକୁ କଣ କରନ୍ତି ସେତେବେଳେ ଯୋଉ କରନ୍ତି ଆଚ୍ଛା ସାର୍ କହିବେ କି ଗୋଟେ ଗୃହରେ ଯେତେ ସବୁ କୋଠରୀ ସବୁ ଥାଏ ତାର ସବୁ ଅବସ୍ଥିତି କୋଉଠି ବାସ୍ତୁ ହିସାବରେ ହବା ଦରକାର? ବାସ୍ତୁ ଅନୁସାରେ କୋଠରୀ ଗୁଡାକ ଯେମିତି ଆପଣ କହିଲେ ଆମର 8ଟା ଦିଗ ଅଛି। 10 ଦିଗ ପାଳରୁ 10ଟା ତ ପଳେଇଲା, ଗୋଟେ ଉର୍ଦ୍ଧ୍ୱ ଆଉ ଗୋଟେ ଅର୍ଦ୍ଧ ପଳେଇଲା। ଏଇ ଯୋଉ ଆଉ ବଳକା 8ଟି ଦିଗ ରହିଲା, ସେ 8ଟି ଦିଗକୁ ଅବସ୍ଥିତିକୁ ନେଇକି ଆମକୁ ଆମର ଯୋଉ ଶୋଇବା କକ୍ଷ ହଉ ବା ଠାକୁର ପୂଜା କରିବା, ରୋଷେଇ କରିବା, ଯାହାବି କିଛି କରିବାର ଅଛି ଏଇ 8ଟା ଦିଗ ଅନୁସାରେ ଆମେ କରିବାର ଆବଶ୍ୟକତା ଅଛି। ଯେମିତି କି ଆମେ ମୁଖ୍ୟ ଘରର ଯେ ମୁଖ୍ୟ ବ୍ୟକ୍ତି ଅଛନ୍ତି ତାଙ୍କର ଶୋଇବା କକ୍ଷ ସବୁବେଳେ ନୈಋତ୍ୟ କୋଣରେ କରିବା ଦରକାର। ନୈଋତ୍ୟ କୋଣ କଲେ କୋଉଟା ନା ଯୋଉଠି ଦକ୍ଷିଣ ଦିଗ ଏବଂ ପଶ୍ଚିମ ଦିଗ ମିଶୁଛି ଉଭୟଙ୍କ ପାଖରେ, ସେ ଦିଗଟା ହଉଛି ନୈଋତ୍ୟ କୋଣ। ତ ନୈଋତ୍ୟ କୋଣରେ ଯାହାର ମୁଖ୍ୟ ଶୋଇବା ଘରଟିଏ ଥାଏ ସେ ଘରର ଯିଏ ଲୋକ ଶୋଉଛି ସେ ହଉଛି ସେ ଘରର ମାଲିକ ସଦୃଶ। ଯଦି ଆମେ ଗୋଟେ ଛୋଟ ପିଲାକୁ ଶୁଆଇ ଦଉଛେ ସେ ପିଲାଟା ଏତେ ଦୁଃଖର ହେଇଯିବ, ସିଏ କଣ କରିବ ନା ସେ ଯାହା କହିବ ସେ ଘରେ ସେଇଆ ହବ, ଯାହା ବି ଚାହିଁବ ସେଇଆ ହବ। କିନ୍ତୁ ଯଦି ସେଇ ଜାଗାରେ ଜଣେ ଘରର ମାଲିକ ଶୋଇବ ବା ଘରର ଗୃହ ସ୍ୱାମୀ ଶୋଇବ, ସେଠି ତା ପାଇଁ ସେଇଟାକୁ ଗୋଟେ ପଜିଟିଭ ଫିଲ୍ ହବ, ଯୋଉଟା କି ତା ଦ୍ୱାରା ଶୋଇବା ଦ୍ୱାରା ପ୍ରଥମ କଥା ହଉଛି ତାର ଆର୍ଥିକ ସ୍ଥିତି ସୁଦୃଢ ହେଇଯିବ, ତାର ମାନସିକ ସୁଦୃଢ ହବ ଏବଂ ତା ଘର ପାଇଁ ମଧ୍ୟ କୌଣସି ବାହାର ଶତ୍ରୁ ଦ୍ୱାରା ସେ କେବେ ବି ଲାଞ୍ଛିତ ହବ ନାହିଁ। ତ ପ୍ରଥମ ଶୋଇବା ଘର ହଉଛି ଦକ୍ଷିଣ ପଶ୍ଚିମ କୋଣରେ, ଯୋଉଟା ନୈଋତ୍ୟ କୋଣରେ ଶୋଇବାର ଆବଶ୍ୟକତା ଥାଏ। ତ ଇଏ ହେଲା ମୁଖ୍ୟ ଶୋଇବା। ଲୁହା ଛଡ ବ୍ୟବହାର କରୁ, ଲୁହା ମାନେ କଣ ସେଇ କହୁଛନ୍ତି ଶନିବାର ଦିନ ଆମେ ଆଣନ୍ତୁନି ଲୁହା ଆଣନ୍ତୁନି, ତ ଆପଣ ସେଇ ଲୁହା ଛଡାରେ ଘର କଲେ ଆପଣ ସେତେବେଳେ ଲୋକ କହନ୍ତି ପଥର ଗୋଟାକେ ଦେବତା ଗୋଟିଏ। ତ ବର୍ତ୍ତମାନ ସବୁ କାନ୍ଥ ମୋର ପଥର କାନ୍ଥ କଲେ, ଲୁହା ଦେହରେ କାମ କଲେ, ତ ଏଠି ତ ବାସ୍ତୁଶାସ୍ତ୍ର ହିଁ ରହିବ। ଆଉ ସେତେବେଳେ ଲୋକ କଣ କରେ, ସବୁଠୁ ବଡ କଥା ହଉଛି ସେତେବେଳେ ଲୋକ ଘରେ ଖାଆନ୍ତି ବାହାରକୁ ଯାଆନ୍ତି ପରିଷ୍କାର ହବା ପାଇଁ, କିନ୍ତୁ ଏବେ ଲୋକ ବାହାରେ ଖାଉଛନ୍ତି ଘରକୁ ଆସୁଛନ୍ତି ପରିଷ୍କାର ହବା ପାଇଁ। ତ ଏଇ ଯୋଉ ଜିନିଷ ପାଇଁ ଆମକୁ ବର୍ତ୍ତମାନ ବାସ୍ତୁଶାସ୍ତ୍ରଟା ବହୁଳ ଭାବରେ ବ୍ୟବହାର ହେଇଯାଇଛି। ମଧ୍ୟ ଜଣେ ମାଲିକାଣୀ ରହିଯାଇଛି, ତାଙ୍କର ପ୍ରାୟ ସମୟ ରୋଷେଇ ଘରେ କଟିଥାଏ। ତ ରୋଷେଇ ଘରର ଅଗ୍ନି କୋଣରେ ହେବା ଦରକାର। ଯୋଉଟା କି ଅଗ୍ନି କୋଣ କାହାକୁ କହିବା ଦରକାର ନା ଦକ୍ଷିଣ ଦିଗ ପୂର୍ବ ଦିଗ ଯେଉଁଠି ମିଶିଛି ତାକୁ ଅଗ୍ନି କୋଣ ବୋଲି କହିବା ଦରକାର। ସେ ଅଗ୍ନି କୋଣରେ ଆମର ରୋଷେଇ ହବା ଦରକାର। କିନ୍ତୁ ସବୁ ଘରର ଅଗ୍ନି କୋଣ ଠିକ ଭାବରେ ମିଳିନଥାଏ, ଆମେ ତାକୁ ହେଇପାରିବନି ସବୁ ଜିନିଷ। କାହାର ଆଜିକା ସମୟରେ ସମସ୍ତେ ସ୍କୋୟାର ଫୁଟ ଅନୁସାରେ ଘର କରୁଛନ୍ତି, ତ ସବୁ ଜାଗାରେ ଆମେ ଅଗ୍ନି କୋଣ ଖୋଜିଲେ କେମିତି ହବ? ଅଗ୍ନି କୋଣ ରୋଷେଇ ପାଇଁ କୋଉଟା ହେଇପାରିବ ନା ଅଗ୍ନି କୋଣ ହଉଛି ପ୍ରଥମ। ଦ୍ଵିତୀୟ ସ୍ଥାନ ହଉଛି ଯୋଉଟା ଆମର ବାୟୁ କୋଣ, ଯୋଉଠି ଉତ୍ତର ଦିଗ ଏବଂ ପଶ୍ଚିମ ଦିଗ ମିଶୁଛି ସେଇଟାକୁ ବାୟୁ କୋଣ ବୋଲି କୁହାଯାଏ। ଯଦି ଆମେ କୌଣସି ଅସୁବିଧା ସତ୍ତ୍ୱେ ରୋଷେଇ ଘର ଆମେ କରିପାରୁନେ ଅଗ୍ନି କୋଣରେ, ସେଠି ଆମେ ବାୟୁ କୋଣକୁ ନେଇପାରିବା। ତାର ସବଷ୍ଟିଟ୍ୟୁଟ ହେଲା ସେଠି, ଆମେ ସେଠିକି ନେଇପାରିବା ରୋଷେଇ ଘର। ତ ଆମର ଶୋଇବା ଘର ଗଲା, ଦେନ୍ ରୋଷେଇ ଘର ଗଲା। ରୋଷେଇ ଘର ପରେ ଆସିଲେ ଠାକୁରଙ୍କ ସ୍ଥାନ ସବୁବେଳ ପାଇଁ ଐଶାନ୍ୟ କୋଣ, ତାର ନାଁ ହଉଛି ଈଶା। ଈଶାନ ମାନେ ଐଶ୍ୱନ୍ୟ, ସେଠି ଯୋଉଠି ଠାକୁର ରୁହନ୍ତି, ଆମର ଶିବ ପାର୍ବତୀ ହୁଅନ୍ତୁ, ଲକ୍ଷ୍ମୀ ନାରାୟଣ ହୁଅନ୍ତୁ, ଯାହାର ଯିଏ ଇଷ୍ଟ ଦେବୀ ସେଠି ଠାକୁର ରୁହନ୍ତି ଐଶାନ୍ୟ କୋଣରେ। ତ ଐଶାନ୍ୟ କୋଣରେ ରହିବା ପୂଜା ଘର, ଅଗ୍ନି କୋଣରେ ରହିଲା ଆମର ରୋଷେଇ ଘର ଏବଂ ନୈଋତ୍ୟ କୋଣ ରହିଲା ଶୋଇବା ଘର। ବାୟୁ କୋଣରେ ଆପଣ କୌଣସି ଗେଷ୍ଟ ହାଉସ କରିପାରିବେ ବା ଅନ୍ୟ ସଦସ୍ୟ ମାନେ ମଧ୍ୟ ବାୟୁ କୋଣରେ ଶୋଇପାରିବେ। ତ ଆଚ୍ଛା ସାର୍ କହିବେ କି ଘରର କେଉଁ କୋଣ କିମ୍ବା କେଉଁ ଜାଗା ଧନକୁ ଆକର୍ଷଣ କରେ କିମ୍ବା ବାସ୍ତୁ କିପରି ଭାବରେ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ? ହଁ, ଅର୍ଥ ତ ନିହାତି ଦରକାର, ବିନା ଅର୍ଥରେ ତ ସଂସାର ଚାଲିବନି। ପଇସା, ଭଗବାନ କୁବେର ହଉଛନ୍ତି ଉତ୍ତର ଦିଗର ମାଲିକ। ଯେଉଁ ଘରର ଉତ୍ତର ଦିଗ ଯେତେ ସୁଗନ୍ଧିତ ରହିବ, ଉତ୍ତର ଦିଗରେ ଯଦି କୌଣସି କାହାର ଝରକା ଥାଏ ବା କୌଣସି ଦ୍ୱାର ଥାଏ, ତ ସେଠି
ଅର୍ଥ ପାଇଁ ସେଟା ବହୁତ କିଛି ଆଗମନ ହେଇଥାଏ ଏବଂ ଆର୍ଥିକ ପରିସ୍ଥିତି କେବେ ବି ସେ ଘରେ ଦେବାଳିଆ ହସିଛି। ତ ଆମର ଉତ୍ତର ଦିଗରେ ରହିଗଲା ସିନା ଅର୍ଥ, କିନ୍ତୁ ତାକୁ କଣ କରୁଛନ୍ତି ନା ଅର୍ଥ ଲୋକଙ୍କର ଆସୁଛି, ବହୁତ ଲୋକଙ୍କର ଅର୍ଥ ଆସୁଛି, କିନ୍ତୁ ସେ ଅର୍ଥଟା କୋଉ ଭଳି ଆମେ ତାକୁ ବ୍ୟବହାର କରୁଛେ ସେଇଟା ଆମର କୋଉଠୁ ଆସିବ ନା ଦକ୍ଷିଣ ଦିଗରୁ ଆସିବ। ବା ଦକ୍ଷିଣ ଦିଗ ଯଦି ଘରର କିଛି ପ୍ରୋବ୍ଲେମ ରହିଯାଇଥାଏ ତ ସେଠି ଟଙ୍କା ଆସିଥାଏ, ଉତ୍ତରରେ ଆପଣଙ୍କ ଦ୍ୱାର ଅଛି ଠିକ ଅଛି, ଟଙ୍କା ଆସୁଛି, କିନ୍ତୁ ସେ ଟଙ୍କା କେବେ ତିଷ୍ଠିବନି, କେବେ ରହିବ ନାହିଁ ଘରେ। ସେ ଟଙ୍କା ଆସିକି ସବୁ ଜିନିଷ ମେଡିକାଲରେ ହିଁ ଖର୍ଚ୍ଚ ହେଇଯିବ, ସବୁ ଜିନିଷ ଯୋଉଟା ଆପଣଙ୍କ କେସରେ ପଳେଇବ। ଏମିତି ଯୋଉଠି ଖର୍ଚ୍ଚ ହବ ସେଠି ଯାହାର କି ରିୱାର୍ଡସ କିଛି ନାହିଁ, କିଛି ପୁନର୍ଭାବ ଆସିବନି, ଯାହା ଗଲା ଗଲା। ଆପଣ ଏପଟୁ ଟଙ୍କା ଆସିବ, ଏବେ ଟଙ୍କା ଯିବ, ଟଙ୍କା ରହିବାର ଚାନ୍ସେସ୍ ନାହିଁ। ଯାହାର ଦକ୍ଷିଣ ଦିଗ ବା ପଶ୍ଚିମ ଦିଗ ଡିଷ୍ଟର୍ବାନ୍ସ ହେଇଯିବ ସେଠି ଟଙ୍କା ରହିବାର କେବେ ବି ସମ୍ଭାବନା ନାହିଁ। ଡିଷ୍ଟର୍ବାନ୍ସ ମାନେ ଦକ୍ଷିଣ ପଶ୍ଚିମ କୋଣରେ, ଦକ୍ଷିଣ ପଶ୍ଚିମ କୋଣରେ ଯଦି ଆମର ଲାଟିନ ଟାଙ୍କି ରହିଗଲା, ଦକ୍ଷିଣ ପଶ୍ଚିମ ଯଦି ବଢିଯିବ, ତା ଭିତରେ ମୁଁ ଗୋଟେ ଭଲ ଇନଫର୍ମେସନ ଟେ ଦଉଛି, ଯଦି ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ପଶ୍ଚିମ କୋଣର ତ ଦକ୍ଷିଣ ଦିଗଟା ବଢିଗଲା, ସେ ଘରର ଜୁଆଇ ମାନେ ଘରକୁ ହାରାସମେଣ୍ଟ କରିଦେଇଥାନ୍ତି। ଆଚ୍ଛା, ଏମିତି ବି ଅଛି। ହଁ, ଆଉ ଯୋଉ ଘରର ସେଇ ଦକ୍ଷିଣ ପଶ୍ଚିମ କୋଣର ଯଦି ପଶ୍ଚିମ ଦିଗ ବର୍ଦ୍ଧିତ ହେଇଗଲା, ସେ ଘରର ଶଳା ଘରକୁ ହାରାସମେଣ୍ଟ କରିଦିଅନ୍ତି। ଆଚ୍ଛା, ହେଲା, ମାନେ ଟଙ୍କା ନେବେ, ଯଦି ଯାହାର ଘରର ପଶ୍ଚିମ ଦିଗ ବଢି ଯାଉଛି, ସେ ଘରର ଯୋଉ ଶଳା ଥିବେ, ମୁଖ୍ୟ ଶଳା ଥିବେ, ସେ ସବୁବେଳେ ସେ ଘର ଉପରେ ଡିପେଣ୍ଡ ହେଇକି ରହିବେ, ଯୋଉଟା କି ଆପଣ କିଛି କହିବି ପାରିବେନି। ଯଦି ସେଇ ଘରର ଦକ୍ଷିଣ ଦିଗ ଦକ୍ଷିଣ ପଶ୍ଚିମ ବଢି ଯାଉଛି, ତ ସେ ଘର ଜୁଆଇ ମାନେ ଘରକୁ ବିଶ୍ୱାସ କରିବେ, କିଏ ନା କିଏ କୌଣସି, ଆପଣଙ୍କ 4ଟା ଝିଅ ଅଛି, 4ଟା ଝିଅରୁ 2ଟା ଝିଅ ବା 3ଟା ଝିଅ ଭଲ ଅଛନ୍ତି, ଆଉ ଗୋଟେ ଝିଅ ପ୍ରୋବ୍ଲେମ ଅଛି, ତ ସେ ଜୁଆଇଟା ଆପଣ ପାଇଁ। ତ ଦକ୍ଷିଣ ପଶ୍ଚିମ ଯେତେବେଳେ ଯାହା ଡିଷ୍ଟର୍ବାନ୍ସ ହେଇଯାଏ, ଚାहे ଲାଟିନ ଟାଙ୍କି ହଉ ବା ବଢିଯିବା ହଉ, ବହୁତ ଗୁଡା ଡିଷ୍ଟର୍ବାନ୍ସ ତ କହି ହଉନି। ଆଜିକା ଡେଟରେ ଯେତେ ଘରକୁ ଯିବେ ସେ ତାଙ୍କୁ ଯୋଉଟା ଭଲ ଲାଗୁଛି ସେଇ ଅନୁସାରେ ଘରଟେ କରିଦେଇଥିବେ, କିନ୍ତୁ ପଛରେ ଭୋଗୁଛନ୍ତି ସିଏ। ତ ସେଇଟାକୁ ନଜର ରଖିକି ଯଦି ଦକ୍ଷିଣ ପଶ୍ଚିମ ଜଣଙ୍କର ଭଲ ଅଛି, ତେଣୁ ଉତ୍ତର ଦିଗ ପଟୁ ଆପଣଙ୍କର ଦ୍ୱାର ଅଛି, ଉତ୍ତର ଦିଗ ପରିଷ୍କାର ଅଛି, ଉତ୍ତର ଦିଗ ସୁଗନ୍ଧିତ ଦ୍ରବ୍ୟ ରହିଛି, ବହୁତ ଜିନିଷ ଯଦି ଉତ୍ତର ଦିଗ ଷ୍ଟେବଲ ଅଛି ଏବଂ ଦକ୍ଷିଣ ପଶ୍ଚିମ ଷ୍ଟେବଲ ଅଛି, ସେ ଘରେ କେବେ ବି ଆର୍ଥିକ ପରିସ୍ଥିତି ଖରାପ ହବନି। ଏବଂ ଆପଣ ଯଦି 5 ଟଙ୍କାର କାମ କରୁଛନ୍ତି, ଆପଣ ଯଦି 7 ଟଙ୍କା ପାଇବେ, ଖୁସିରେ ଲୋକ ଆପଣଙ୍କୁ ଦେଇଦେବେ। ଆଚ୍ଛା ସାର୍, କହିବେ କି ବାସ୍ତୁ ଗୋଟେ ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କେତେ ପ୍ରଭାବ ପକାଇଥାଏ? ହଁ, ଶାରୀରିକ ଏବଂ ମାନସିକ। ଶାରୀରିକ ଏବଂ ମାନସିକ କହିଲେ କଣ ବୁଝାଯାଏ? ଏଠି ଆପଣ ପୂର୍ବ ଦିଗ ରିଲେଟେଡ ପ୍ରଶ୍ନ ପଚାରିଦେଲେ। ଯଦି ପୂର୍ବ ଦିଗରେ ବହୁତ ଲୋକଙ୍କର କୋଉଠି ପାଆନ୍ତିନି, ସେ ପୂର୍ବ ଦିଗ ପଟେ ତାଙ୍କର ଯଦି କିଛି ଡିଷ୍ଟର୍ବାନ୍ସ ହେଇଗଲା, ପୂର୍ବ ଦିଗରେ କିଛି ହେଭି ଆଇଟମ ରହିଗଲା ଏବଂ ପୂର୍ବ ଦିଗ ଠିକ ଭାବରେ ହେଲାନି, ଦକ୍ଷିଣ ପୂର୍ବ ବଢି ଯାଇଥିବ ବା ଉତ୍ତର ପୂର୍ବ, ଆମେ କହିବା ଐଶ୍ୱର୍ଯ୍ୟ କଣ, ଘର କଲା ବେଳେ ସମସ୍ତେ ମିଶିକି କୁହନ୍ତି ଯେ ଐଶ୍ୱର୍ଯ୍ୟ କଣ ବଡ ରଖିବା, ଐଶ୍ୱର୍ଯ୍ୟ କଣ ବଡ ରଖାଯାଏ ସତ, କିନ୍ତୁ ତାର ବଡ ରହିବାର ଗୋଟେ କିଛି ଥାଏ। ଗୋଟେ ପିଲାର ଐଶ୍ୱର୍ଯ୍ୟ କୋଣରେ ବାସ୍ତୁ ପୁରୁଷର ମୁଣ୍ଡ ରହିଲା, ଯଦି ଗୋଟେ ପିଲାର ମୁଣ୍ଡ ଅଳ୍ପ ସାଇଜ ଲମ୍ବା ଅଛି, ତ ସେ ପିଲା ବହୁତ ଜ୍ଞାନୀ ହୁଏ। କିନ୍ତୁ ସେଇ ପିଲାର ଯଦି ମୁଣ୍ଡଟା ଏକ୍ସେସ ଲମ୍ବା ହେଇଯିବ, ତ ସେ ପିଲା କଣ ହେଇଯିବ, ଆବନର୍ମାଲ ହେଇଯିବ। ଆବନର୍ମାଲ ହେଇଯିବ, କଣ କହିବ କଣ ନାହିଁ, ସେଇ ମୁଣ୍ଡ ବଢିଗଲା, କିନ୍ତୁ ପ୍ରଥମ ପିଲାର ମୁଣ୍ଡ ବଢିଲା ଭିତରେ ସେ ଜ୍ଞାନୀ ହେଇଗଲା, ଆଉ ଗୋଟେ ପିଲାର ମୁଣ୍ଡ ବଢିବା ଭିତରେ ସେ ଆବନର୍ମାଲ ହେଇଗଲା, କିଛି ଜାଣିପାରିବନି। ତ ଐଶ୍ୱର୍ଯ୍ୟ କୋଣ ଯୋଉ ବଢାଯାଏ ତାର ମଧ୍ୟ କିଛି ଅଛି, 2 ଇଞ୍ଚ 4 ଇଞ୍ଚ ହାଏଷ୍ଟ 6 ଇଞ୍ଚ, କିନ୍ତୁ ଗୋଟେ ଲୋକ 2 ଫୁଟ 2.5 ଫୁଟ 5 ଫୁଟ ପୁରା ଐଶ୍ୱର୍ଯ୍ୟ କୋଣ ବଢେଇ ଦେଇଥିବେ, ଯୋଉଟା କି ସେ ତା ପାଇଁ ମଧ୍ୟ ତାଙ୍କର ସମସ୍ୟା ଆସିଥାଏ। ଐଶ୍ୱର୍ଯ୍ୟ କୋଣରେ ସିଢି ଘର ରଖିଲେ, ଯଦି ଆମର କୌଣସି ଘରର ଐଶ୍ୱର୍ଯ୍ୟ କୋଣ ସିଢି ଘର ଅଛି, ଦେଖିବେ ଜଣେ କହିବେ ଆଜ୍ଞା ଆମର ଐଶ୍ୱର୍ଯ୍ୟ କୋଣ ସିଢି ଘର ଅଛି, ଆମର କିଛି ଅସୁବିଧା ହଉନି, ଆଜିକି 10 ବର୍ଷ ହେଲାଣି ସିଢି ଘର ଅଛି, କିଛି ଆମର ପ୍ରୋବ୍ଲେମ ନାହିଁ, ବହୁତ ଭଲ ଅଛି, ଐଶ୍ୱର୍ଯ୍ୟ କୋଣରେ ଅଛି, ସବୁ ଜିନିଷ ଅଛି। ପ୍ରଥମ କଥା, ଆମର ପୃଥିବୀଟା ହଉଛି ଗୋଲ, ପୃଥିବୀ ଗୋଲ ହେତୁ କୋଉଠି କୋଉ ଦିଗଟା ରହୁଛି, ପ୍ରଥମେ ଆପଣ କମ୍ପାସ ଟିକେ ପକେଇବେ, ପ୍ରପର 90 ଡିଗ୍ରୀ କୋଉଠି ଆସୁଛି, ଯୋଉଠି ପ୍ରପର 90 ଡିଗ୍ରୀ ଆସିଲା ସେଇଠୁ ଆପଣ କମ୍ପାସ ଅନୁସାରେ ଦେଖିବେ ସେଇଟା ଆକ୍ଚୁଆଲି ଐଶ୍ୱର୍ଯ୍ୟ କୋଣ ଅଛି ନା ପୂର୍ବ ଦିଗରେ ଅଛି କି ଉତ୍ତର ଦିଗରେ ଅଛି, କମ୍ପାସ ପକେଇଦେଲେ ଆପଣ ସେଟା ଜାଣିପାରିବେ। ତ ପ୍ରଥମ କଥା କମ୍ପାସ,
ଦ୍ୱିତୀୟ କଥା, ବାସ୍ତୁ ଜାଗୃତ ହେଇଥାଏ। ବାସ୍ତୁ ଜାଗୃତ ହେବା ପାଇଁ କିଛି ସମୟ ଦରକାର। ଯେ ସାଙ୍ଗେ ସାଙ୍ଗେ ଆପଣ ଏଇଟା କରିଦେଲେ ଏଇଟା ତାର ରେଜଲ୍ଟ ମିଳିଯିବ ସେଠି ନଥାଏ। ଯୋଉ ବାସ୍ତୁ ଜାଗ୍ରତ ହବା ପାଇଁ କିଛି ସମୟ ଦରକାର। କେତେ ସମୟ? ନା ପ୍ରଥମ କଥା, ଯିଏ ଘରର ମୁଖ୍ୟ ପୁରୋଧା ଥାଆନ୍ତି, ମୁଖ୍ୟ ବ୍ୟକ୍ତି ଥାଆନ୍ତି, ତାଙ୍କ ଜାତକ ଯଦି ଭଲ ସମୟ ଚାଲିଥାଏ ବା କିଛି ପ୍ରଥମ ଇଏ ହଉଛି ବାସ୍ତୁ ଜାଗ୍ରତ ହବ 21 ମାସରେ। ପ୍ରଥମ ତାର ଷ୍ଟାର୍ଟିଂ କରିବ 21 ମାସ, ମାନେ 2 ବର୍ଷ ହବା ପାଇଁ ଆଉ 3 ମାସ ବାକି ଥିବ। ଦ୍ୱିତୀୟ ସେକେଣ୍ଡ ଯଦି ଜାଗ୍ରତ 21 ମାସ ଭିତରେ ଜାଗ୍ରତ ହେଇପାରିଲା ନାହିଁ ବାସ୍ତୁ, 7 ବର୍ଷ ପରେ ଜାଗ୍ରତ ହୁଏ। 7 ବର୍ଷରେ ବି ଜାଗ୍ରତ ହେଲାନି, ଠିକ 15 ବର୍ଷ ଜାଗ୍ରତ ହୁଏ। ତ 15 ବର୍ଷ ବେଳକୁ ସେ କଣ ହେଇଥାଏ ନା ଆଉ ସେ କିଛି ଆପଣଙ୍କ ଜାତକରେ ଯେତେ ଭଲ ସମୟ ଚାଲିଲେ ମଧ୍ୟ ସେ ଆପଣଙ୍କ କଥା କେବେ ବି ଶୁଣିବନି। ତ ଯାହାର ଐଶ୍ୱର୍ଯ୍ୟ କୋଣରେ ଥିବ ସିଡି ଘର, ଯଦି ସେ ଘରକୁ 15 ବର୍ଷ ହେଇଯାଇଛି ତ ସରିଗଲା ସେ ଘରର ଆୟୁଷ ସେତିକି। ଆୟୁଷ ସେତିକି ମାନେ କଣ ନା ନିହାତି ଭାବରେ ସେ ଘରେ ବ୍ରେନ ଷ୍ଟ୍ରୋକ ପ୍ରଥମ କଥା। ଦ୍ୱିତୀୟ କଥା, ହାର୍ଟ ପ୍ରୋବ୍ଲେମ, ଯିଏକି ଘରର ମୁଖ୍ୟ ବ୍ୟକ୍ତି ସେମାନଙ୍କୁ ହବାର ବହୁତ ଆଶଙ୍କା ଥାଏ। ଚେଷ୍ଟା କରିବେ ସବୁ ଘରେ କିନ୍ତୁ ପୂର୍ବ ଦିଗ ପଟୁ ସକାଳର ସୂର୍ଯ୍ୟ କିରଣ ଘର ଭିତରକୁ ଆସିବା ଦରକାର। ପୂର୍ବ ଦିଗ କେବେ ବି ଆପଣ ବ୍ଲକ କରିବେ ନାହିଁ। ଯଦି ଯେକୌଣସି ଘରର ପୂର୍ବ ଉତ୍ତର ଦିଗ ବ୍ଲକ ହେଇଗଲା ସେ ଘରରେ ରହୁଥିବା ବ୍ୟକ୍ତି ସେଇଠି ହିଁ ରହିଯିବ, ସେ ଆଗକୁ ବଢିପାରିବ। ଆଚ୍ଛା ସାର୍ କହିବେ କି ଆ ଗୋଟେ ଘରେ ତ ନିହାତି ଭାବରେ କେବଳ ଗାର୍ଡିଆନ ରହିବେନି, ପିଲା ଛୁଆ ବି ରହନ୍ତି। ତ ଆମ ପିଲାମାନଙ୍କର ବେସିକାଲି ଆଜିକାଲି ଦରକାର ପାଠ ପଢା। ତ କୋଉ ଦିଗ କିମ୍ବା କୋଉ ସ୍ଥାନ ଏମିତି ଘରର ଭଲ ଯୋଉଠି ପିଲାମାନଙ୍କର ପାଠ ପଢା ପାଇଁ ଉନ୍ନତି ଆଣିଦବ? ଯଦି ଗୋଟେ ପିଲା ଉତ୍ତର ଦିଗରେ ବସିକି ପାଠ ପଢିଲା, ପ୍ରଥମ ଗୋଟେ ସିଧାସଳଖ କହିଦେଇଥାଏ, ତେଣୁ ଯଦି ଉତ୍ତର ଦିଗରେ ବସିକି ପାଠ ପଢିଲା ତ ସେ ପାଠ ପଢିବ। କିନ୍ତୁ ଉତ୍ତର ଦିଗକୁ ମଧ୍ୟ ତାର ଆମ ବାସ୍ତୁ ଅନୁସାରେ ତାକୁ 9 ଭାଗ କରିଥାଉ। ଯଦି ନବଗ୍ରହ ଅଛନ୍ତି ବାସ୍ତୁ ଅନୁସାରେ ସବୁ ଦିଗକୁ କିଛି ପାଦ ଅନୁସାରେ ବଣ୍ଟା ଯାଇଥାଏ। କୌଣସି ଦିଗ ଖରାପ ନୁହେଁ, କିନ୍ତୁ ତା ପାଦ ଅନୁସାରେ ସେ ଆପଣଙ୍କୁ ରେଜଲ୍ଟ ଦବ ଏବଂ ରେଜଲ୍ଟ ମଧ୍ୟ ଦବ। ପ୍ରଥମ କଥା ହଉଛି ଯୋଉ 9 ପାଦ କରୁଛେ, 9 ପାଦ ଭିତରେ ପ୍ରଥମେ ଯଦି ଗୋଟେ ପିଲା ଘରର ଐଶାନ୍ୟ କୋଣରେ, ଚାହେ ପୂର୍ବ ଦିଗର ପୂର୍ବ ଐଶାନ୍ୟ ହଉ ବା ଉତ୍ତର ଐଶାନ୍ୟ ହଉ, ସେଠି ବସି ପାଠ ପଢିଲା ତ ସିଏ ପାଠ ପଢିବ। ବା ଉତ୍ତର ଦିଗରେ ବସିକି ଉତ୍ତର ମୁଖା ହେଇକି ପାଠ ପଢିବା ଦରକାର। ପ୍ରଥମ ଉତ୍ତରକୁ ମୁହଁ କରି ପାଠ ପଢିବା ଦରକାର, ଆଇଦର ପୂର୍ବକୁ ମୁହଁ କରି ପାଠ ପଢିବା, କିନ୍ତୁ ସେଇଟା ଉତ୍ତର ପୂର୍ବ କଣ ହେଇଥାଏ, ସମ୍ପୂର୍ଣ୍ଣ ଘରର ଉତ୍ତର ପୂର୍ବ କୋଣ ହେଇଥିବା ଦରକାର। ଯଦି ଉତ୍ତର ପୂର୍ବ କୋଣରେ ବସି ଗୋଟେ ପିଲା ପାଠ ପଢିଲା, ସେ କେବେ ପାଠ ଛାଡିକି ଆସିବନି। ତାକୁ ଆମ ଖାଇବାକୁ ଡାକିବା ଖାଇଦେଇ ଯିବୁ, ସେ ମାନେ ରଖିଥିବ ମୁଁ ଗଲେ ଖାଇବି, ମାନେ ଖାଇବା ଯଦି ସନ୍ଧ୍ୟା 9ଟାରେ ବଢା ହେଲା ସେ ରାତି 12ଟା ବେଳକୁ ସେ ଖାଦ୍ୟ ଖାଇବ, କିନ୍ତୁ ବସି ପାଠ ପଢୁଥିବ। ସେ ଜାଗାରୁ ସେ ଉଠିବନି କେବେ, ସେଇଠି ଶୋଇ ପଡୁ। କିନ୍ତୁ ଯଦି ଆମେ ସେଇ ପିଲାଟାକୁ ଆମେ ଉତ୍ତର ପଶ୍ଚିମକୁ ନେଇଯାଉଛେ ବାୟୁ କୋଣକୁ, ସେ ତ ପାଠ ତ ସେଠି ବସିକି ମାନେ ପଢୁଥିବ, କିନ୍ତୁ ବହି ଖୋଲା ଥିବ, ତା ମାଇଣ୍ଡରେ ଚାଲିଥିବ ମୁଁ ଗଲେ ସେଠି କଣ ଖେଳିବି, କାହା ଗଲେ କଣ କହିବି। ତ ଏଇଟା ହଉଛି ଆମର ବାୟୁ କୋଣର କାମ। କିନ୍ତୁ ପାଠ ପଢିବା ଉତ୍ତର ପୂର୍ବରେ। ଯଦି ଗୋଟେ ପିଲା ପୂର୍ବ ଦକ୍ଷିଣରେ ବସିକି ପାଠ ପଢିଲା, ସବୁ ଘରରେ ଯେ ଉତ୍ତର ପୂର୍ବ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ, କିନ୍ତୁ ପାଠ ତ ପଢା ହବ ନା। ସବୁ ଜାଗାରେ ତ ଯଦି ଜଣେ ଦକ୍ଷିଣ ପୂର୍ବ ପଢିଲା, ସିଏ କେବଳ ଏମିତି ପାଠ ପଢିବ ଯେତିକି ତାକୁ ଦରକାର। ତାକୁ ଯେତିକି ଦରକାର ସେ ଯେତିକିରେ ସର୍ଟରେ ଆନ୍ସର ଦେଇପାରିବ ସେତିକି ଦରକାର। ଆଉ ଦକ୍ଷିଣ ପଶ୍ଚିମ ଯଦି ଆମେ ତାକୁ ବସେଇଦବା ଗୋଟେ ପିଲାକୁ, ସେ ପାଠ ପଢିବନି। ପାଠ ଥୁଆ ହେଇଥିବ, ପାଠ ଭିତରେ ମୋବାଇଲ ଫୋନରେ ଚାଲିଥିବ, ସେ ଆଚ୍ଛା ତାର ଖେଳ ଖେଳୁଥିବ ମୋବାଇଲ ଫୋନ, କିଛି ଗୋଟେ ଜିନିଷ ଧରି ସେ ଖେଳୁଥିବ, ପାଠ ପଢିବନି। ତ ପାଠ ପଢିବାର ସବୁଠୁ ଭଲ ସ୍ଥାନ ହଉଛି ଉତ୍ତର ପୂର୍ବ ଐଶାନ୍ୟ କୋଣ ହଉଛି ବା ଘରର ପୂର୍ବ ଦିଗ ଆଇଦର ଉତ୍ତର ଦିଗ। ଆଚ୍ଛା ସାର୍ କହିବେ କି ଜେନେରାଲି ବାସ୍ତୁ କରେକ୍ସନ କରିବା ପାଇଁ ଯଦି ଆମେ କାହାକୁ କହିବା, ତାହେଲେ ସଡନଲି ମାଇଣ୍ଡ କୁ ଆସେ ଯେ ଆମକୁ କାଳେ କହିବେ ଘର ଭାଙ୍ଗି ଦିଅ, ଏଠା ଭାଙ୍ଗ ସେଠା ଭାଙ୍ଗ। ତ ଏଇ ସବୁ ଜିନିଷକୁ ଦୃଷ୍ଟିରେ ରଖିକି ଗୋଟେ ପ୍ରଶ୍ନ ଆସୁଛି ମନକୁ, ଯେ ଘରକୁ ନ ଭାଙ୍ଗି କଣ ବାସ୍ତୁର ପ୍ରତିକାର ହେଇପାରିବ? ହଁ, ସବୁ ଜିନିଷ ସମ୍ଭବ। ଗୋଟେ ଥର ଘର କରିଦେଇଛନ୍ତି ମାନେ ଭାଙ୍ଗିବା ଭାରି କଷ୍ଟ। ତାଙ୍କ ମନକୁ ମଧ୍ୟ ସେଇଟା ଗୋଟେ ଅନ୍ତର ସହିତ ସେ ଘର ତାଙ୍କର ରିଲେଟେଡ ହେଇକି ଥାଏ। ତାଙ୍କୁ ଭାରି କଷ୍ଟ ଲାଗେ ସେ ଘର ଭାଙ୍ଗି ଦେବା ପାଇଁ। ବା କିଛି ଗୋଟେ ସିଡିଟା ଗୋଟେ ଖରାପ ସ୍ଥାନରେ ହେଇଛି, ଲାଟ୍ରିନ୍ ବାଥରୁମ ଖରାପ ସ୍ଥାନରେ ହେଇଛି, ତାକୁ ଆଗେ ନ ଭାଙ୍ଗିକି କିଛି ରିମେଡିସ୍ କରି ହବନି।
କିଛି ପ୍ରତିକାର କରିହବ ଗୋଟେ ସମସ୍ତଙ୍କ ଗୋଟେ କ୍ୱେଶ୍ଚିନ୍ ଥାଏ ଏଇଟା ହବ କି ନାହିଁ ସବୁ ହବ କାରଣ ଆଜିକା ଡେଟ୍ରେ ଏମିତି ମାର୍କେଟ ହେଲାଣି ସବୁ ଜିନିଷ ପାଇଁ କିଛି ନା କିଛି ପ୍ରଡକ୍ଟ ମିଳୁଛି କିନ୍ତୁ ସେ ପ୍ରଡକ୍ଟ କେତେ ଦୂର ଉପଯୋଗ ବା କେତେ ଦୂର ଆପଣଙ୍କୁ ରେଜଲ୍ଟ ଦବ ପଇସା ଆପଣଙ୍କର ପ୍ରଡକ୍ଟ କିଣିକି ଆଣିବେ ଜିନିଷ ଲଗେଇଦେବେ ସେ ପ୍ରଡକ୍ଟ ଦଉଛି ତାର ପ୍ରତିକାର ଦଉଛି କିନ୍ତୁ ସମ୍ପୂର୍ଣ୍ଣ ଦେଇପାରୁନି ଯେମିତିକି ଆମେ ଯଦି ସପୋଜ ସିଢି ତଳେ ଆମ ସିଢିଟା ହେଇଛି ଅଲସିନ କୋଣରେ ତ ଆମକୁ ନିହାତି ପୂର୍ବ ଉତ୍ତର କୋଣରେ ହେଇଛି ମାନେ ଆମକୁ ଆର୍ଥିକ ସମସ୍ୟା ଆସିବ ମାଇଣ୍ଡ ଜାମ୍ ରହିବ ପୂର୍ବ ଉତ୍ତର କୋଣରେ ହେଲେ ସବୁବେଳେ କାନ୍ଧ ବିନ୍ଧା ହବ ସ୍ପାଇନାଲ କର୍ଡରେ ଏଞ୍ଜୋର ଆସିବ ବହୁତ ଗୁଡା ଜିନିଷ ହେଇଛି ତାର ପୂର୍ବ ଦିଗରେ ଯୋଉ ଠାକୁର ଘର ହେଇଛି ଠାକୁର ଯୋଉ ଘରକୁ ସେ କଣ କରୁଛନ୍ତି ନା ଗୋଟେ ଛାତ ଭିତରେ ମଝିରେ ଗୋଟେ ଛାତ ପକେଇ ଦେଇକି ଯୋଉଟା କି ସିକ୍ରେଟ ଛାତ ବୋଲି କୁହାଯାଏ ତା ଭିତରେ ସେ ଷ୍ଟୋର ରୁମ କରୁଛନ୍ତି ତ ଏହା ଦ୍ୱାରା ସବୁ ଜିନିଷ ତ ଆର ରେମେଡିଜ କଣ ନା ମୁଖ୍ୟ ରେମେଡିଜ ହଉଛି ଏଇଟା କେବେ ଫେଲୁଅର ହେଇନି ରେମେଡି ଯୋଉ ସିଡି ଘର ରହିଲା ସିଡି ଘରେ ଆପଣ ଯଦି ଦୁଇଟି କଇଁଚ ବାସ୍ତୁ କଇଁଚ ଗୋଟାଳିଆ କଇଁଚ ସେ ତମ୍ଭା ଦ୍ୱାରା ତିଆରି ହେଇଥିବ ତା ପଛପଟେ ନମ୍ବର କିଛି ଲେଖା ହେଇଥିବ ସେ ନମ୍ବର ଯେମିତି ମିଶନ୍ତି ଆପଣ 15 ହବ ଏମିତି ମିଶନ୍ତି 15 ହବ ଏମିତି ମିଶନ୍ତି 15 ହବ ଏମିତି ମିଶନ୍ତି ଯେମିତି ବି କରନ୍ତୁ ସେ 15 ହଉଥିବା ଦରକାର ସେଇ ଟାଇପର ଦିଟା କଇଁଚ ଆଣିକି ଆପଣ ପାହାଚ ତଳେ ଯଦି ପୋତି ଦେବେ ଏବଂ ତାର ମଧ୍ୟ କିଛି ପୂଜା ପଦ୍ଧତି ଅଛି ନିୟମ ପୋତି ଦେଲା ପରେ କହିଲି 72 ଘଣ୍ଟା ଭିତରେ ମଧ୍ୟ ଯୋଉ ଘରର ମୁଖ୍ୟ ମୁଖ୍ୟ କାନ୍ଧ ଦରଜ ହଉଥିବ ସ୍ପାଇନାଲ କର୍ଡ ଇଞ୍ଜୁର ହେଇଥିବ କିଛି ନର୍ଭ ପ୍ରୋବ୍ଲେମ ଅଛି ସେ 72 ଆୱାର୍ସ ପରେ ସେ ଧୀରେ 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 ରିଲାକ୍ସ ହେଇଯିବ ତ ଘରେ ଯୋଉ ରିମେଡିଜ କରିବା ଦରକାର କିଛି କଲର ଦ୍ୱାରା ମଧ୍ୟ ରିମେଡିଜ ହେଇପାରିବ କିଛି ଯନ୍ତ୍ର ବାସ୍ତୁ ଯନ୍ତ୍ର ଅଛି କିଛି ଆମର ଓରା ବୁଷ୍ଟର ଅଛି ଯୋଉ କହିଲି କଇଁଚ କିଛି ଅଛି ଆଉ ସବୁଠୁ ଇଏ କରିବେ ଯଦି ଘରେ ମାସକୁ ଥରେ ଯଦି ଆପଣ ହୋମ ଟିଏ କରିବେ ସେଟା ଆପଣଙ୍କ ପାଇଁ ବହୁତ ଭଲ ରହିବ ସେ ହୋମ କୋଉଠି କରିବେ ନା 3ଟା ତିଥିରେ ଆପଣ ହୋମ କରିପାରିବେ ପୂର୍ଣ୍ଣିମା ତିଥିରେ ଅମାବାସ୍ୟା ତିଥିରେ ଏବଂ ସଂକ୍ରାନ୍ତି ତିଥିରେ এই 3ଟା ତିଥିରେ ଯଦି ଆପଣ ହୋମ କରିବେ ତ ଆପଣଙ୍କ ଘର ସମ୍ପୂର୍ଣ୍ଣ ବାସ୍ତୁ ଦୋଷ ଦୂର ହବାର ଏବଂ ଘରେ ଗୋଟେ ପଜିଟିଭ ଏନର୍ଜି ଗୋଟେ ରହେ ଆମକୁ ଏନର୍ଜି ଦରକାର ଆମକୁ ଶକ୍ତି ଦରକାର ସେଟା କୋଉଠି ଆସେ ଆମ ଘରୁ ହିଁ ଆମ ଆସିଥାଏ ଆଜିର ଗୋଟେ ଆଲୋଚନାରେ ବହୁତ ଭଲ ଇମ୍ପୋର୍ଟାଣ୍ଟ କଥା ବି ଆମେ ଜାଣିବାକୁ ପାଇଲୁ ବାସ୍ତୁ ବିଷୟରେ ବି ପ୍ଲସ୍ ଆମର ଜୀବନ ଜୀବିକା କର୍ମ କେମିତି ହବା ଦରକାର ଆଉ ଘର ଆମ ପାଇଁ କେତେ ଶୁଭକର କୋଉଠି କୋଉଠି କଣ ରହିଲେ ସେଟା କେମିତି ଆମକୁ ଫଳପ୍ରଦ ହବ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା ହେଇକି ଆମେ ସାରଙ୍କର ନମ୍ବର ବି ସ୍କ୍ରିନରେ ମୁଁ ଦେଇଦେବି ଯଦି କିଏ ଆପଣଙ୍କ ସହିତ କଣ୍ଟାକ୍ଟ କରିବା ପାଇଁ ଚାହିଁବେ ବି କରିପାରିବେ ବାକି ଯଦି ଆଉ କିଛି ଦର୍ଶକ ମାନଙ୍କର କ୍ୱେଶ୍ଚିନ୍ ଆସିଲା ନିଶ୍ଚିତ ଭାବରେ ଆମେ ଆଉ ଗୋଟେ ଏପିସୋଡରେ ଆପଣଙ୍କୁ ଡାକିବୁ ଆଉ ଡିସ୍କସନ କରିବା ଧନ୍ୟବାଦ ସାର୍ ଜୟ ସୀତାରାମ ଜୟ ଜୟ ହନୁମାନ ବନ୍ଧୁମାନେ ତେବେ ଏହା ଥିଲା ଆଜିର ଆମର ଆଲୋଚନା ବାସ୍ତୁଶାସ୍ତ୍ରର କିଛି ମୂଳ ଧାରଣା ଉପରେ ଆଶା କରୁଛି ଆଜିର ଏହି ଏପିସୋଡ ଆପଣଙ୍କୁ କିଛି ନୂତନ ଜିନିଷ ଶିଖେଇଥିବ ଏବଂ ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ଆଣିବାରେ ସାହାଯ୍ୟ କରିବ ମନେ ରଖନ୍ତୁ ଆମ ଘର କେବଳ ଏକ ରହିବାର ଜାଗା ନୁହଁ ସେ ପର୍ଯ୍ୟନ୍ତ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ ଆପଣଙ୍କ ଘରକୁ ରଖନ୍ତୁ ସକାରାତ୍ମକ ପରିବେଶ ମୁଁ ଆପଣଙ୍କ ସାଥୀ ତାପସୀ ପୁଣି ଭେଟିବି ଆଉ ଏକ ଅଧ୍ୟାୟରେ ଯଦି ଆଜିର ଏହି ଏପିସୋଡ ଆପଣଙ୍କୁ ଭଲ ଲାଗିଲା ତେବେ ସେୟାର କରନ୍ତୁ ଆପଣଙ୍କ ବନ୍ଧୁ ଏବଂ ପରିଜନ ମାନଙ୍କ ସହିତ ଏହା ହେଉଛି ଆମର ସୁଖ ଆମ ଶାନ୍ତି ଏବଂ ଆମ ଶକ୍ତିର ମୂଳ ଆଧାର କେନ୍ଦ୍ର ଜୟ ଜଗନ୍ନାଥ